ପରାମର୍ଶ ଦେଇଥିଲେ। ଗୁରୁ ଗୁର ଅର୍ଥ ଅନ୍ଧାର ଏବଂ ଗୁର ଅର୍ଥ ହେଉଛି ଜ୍ଞାନ। ଅନ୍ଧାର ଅଜ୍ଞାନରୁ ଯିଏ ଆମକୁ ଜ୍ଞାନ ପ୍ରଦର୍ଶନ କରିଥାନ୍ତି ସେ ହେଉଛନ୍ତି ଗୁରୁ। ପୁରାଣରେ କୁହାଯାଇଛି ଗୁରୁ ବ୍ରହ୍ମ ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଅର୍ଥାତ୍ ଗୁରୁ ହେଉଛନ୍ତି ଏକାଧାରରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର। ପୁରାଣରେ ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଇଛି। ତାହେଲେ ଏ ବିଶ୍ୱରେ ଗୁରୁଙ୍କ ଠାରୁ ଉପରେ କେହି ନାହାନ୍ତି। ଗୁରୁ ଆମକୁ କେବଳ ପାଠ୍ୟପୁସ୍ତକ ପଢ଼ାନ୍ତି ତା ନୁହଁ, ସେ ଆମକୁ ଶିଷ୍ଟାଚାର ନୀତି ଆଦର୍ଶ ଏବଂ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ମାର୍ଗ ଦେଖାଇଥାନ୍ତି। ସେ ଆମର ଏହି ସଂଘର୍ଷପୂର୍ଣ୍ଣ ଜୀବନରେ ସେ ଆମକୁ ଉଚିତ ମାର୍ଗ ଦେଖାଇଥାନ୍ତି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ। ଗୁରୁ ହେଉଛନ୍ତି ସାରଥୀ ସଦୃଶ। ଯେପରି ଶ୍ରୀକୃଷ୍ଣ ଅର୍ଜୁନଙ୍କର ସାରଥୀ ହେଇ ତାଙ୍କୁ ଉଚିତ ଜ୍ଞାନ ଉଚିତ ମାର୍ଗ ଦେଖାଇଥିଲେ, ସେହିପରି ଗୁରୁ ଆମ ଜୀବନରେ ସାରଥୀ ହୋଇ ଆମ ଜୀବନର ଲକ୍ଷ୍ୟକୁ ଆମକୁ ଦେଖାଇଥାନ୍ତି। ଆମେ କହିପାରିବା ଯେ teacher is not just a guide, he is a motivator and real hero of our society, and he is also a main character of our society. ଆଜିର ଏହି ବିଶେଷ ଦିନରେ ମୁଁ ଗୁରୁଙ୍କ ଚରଣରେ ପାଦପଦ୍ମରେ ନମନ କରୁଛି। ଗୁରୁ କେବଳ ମୋ ପାଇଁ ଶିକ୍ଷକ ନୁହନ୍ତି, ସେ ମୋ ପାଇଁ ଦ୍ୱିତୀୟ ଅଭିଭାବକ। ଯେପରି ମାତା ପିତା ଘରେ ଆମକୁ ଆଦର୍ଶ ମଣିଷ ରୂପେ ଗଢ଼ି ତୋଳିବାର କର୍ତ୍ତବ୍ୟ କରିଥାନ୍ତି, ସେହିପରି ଶିକ୍ଷକ ବିଦ୍ୟାଳୟରେ ଆମକୁ ଉଚିତ ମଣିଷ ହେବାର ମାର୍ଗ ଦେଖାଇଥାନ୍ତି। ସେ ଆମକୁ ଶିଖାଇଥାନ୍ତି କିପରି ବଡ଼ମାନଙ୍କୁ ସମ୍ମାନ କରିବାକୁ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ। ଏବଂ ଗୁରୁ ଆମ ପାଇଁ ଏପରି ମଣିଷ ଯିଏକି ପଥ ପ୍ରଦୀପ ସଦୃଶ। ଯେପରି ଦୀପ ନିଜେ ଜଳି ଏହି ସଂସାରକୁ ଆଲୋକିତ କରିଥାଏ, ସେହିପରି ଗୁରୁ ନିଜକୁ ଜଳେ ଗୋଟେ ମଣିଷକୁ ମଣିଷ କରିଥାନ୍ତି। ଆଜି ଯଦି ଗୋଟେ ମଣିଷ ଡକ୍ଟର ଇଞ୍ଜିନିୟର ଏବଂ ସମାଜବାଦୀ ହେଇପାରିଛି, ତାହା ପଛରେ ଥାଏ କେବଳ ଗୁରୁଙ୍କର ପରାମର୍ଶ ପରିଶ୍ରମ ଏବଂ ଆଶୀର୍ବାଦ। ଗୁରୁ ଗୋଟେ ମଣିଷକୁ ଡକ୍ଟର ଏବଂ ଇଞ୍ଜିନିୟର ରୂପେ ଗଢ଼ି ତୋଳିପାରନ୍ତି। ତେଣୁ ଗୁରୁ ହେଉଛନ୍ତି ଆମ ପାଇଁ ସବୁଠୁ ଉପରେ। ଗୁରୁଙ୍କ ପାଇଁ ଯେତେ କହିଲେ ମଧ୍ୟ ସେ ଶବ୍ଦ ତାଙ୍କ ଆଗରେ ଛୋଟ ପଡ଼ିବ। ମୁଁ ଶେଷରେ ଏତିକି କହିବି ଯେ ଗୁରୁଙ୍କ ଉପଦେଶ ଆଦେଶ ମାନିବା ଆମ କର୍ତ୍ତବ୍ୟ ଏବଂ ସେହି କର୍ତ୍ତବ୍ୟ ଆମକୁ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବ। ଯଦି ମୋର ଆଜି ବକ୍ତବ୍ୟରେ କିଛି ତ୍ରୁଟି